କବିତାର ଶୀର୍ଷକ ଅପରିଣାମଦର୍ଶୀ। ଅଳସୀ ରୁପିଲି ଚାନ୍ଦଟା ଭାରି ସୁବିଧାବାଦୀ। ମୁହଁ ଲୁଚେଇ ଦେଲାଣି ବାଦଲ ତଳେ, ପାଟି ଖୋଲୁନି। ଭିତରେ ଭିତରେ ଜଳୁଛି କି କ'ଣ, କୁହୁଳୁଛି ବୋଧେ। ମୁହଁ ଦେଖେଇବାର ସସାହସ ତାର ନାହିଁ। ଠିକ୍ କହୁଛି ନା? ଅବଶ୍ୟ ବାଦଲ ତଳୁ ବେଳେ ବେଳେ ମୁହଁ କାଢ଼ି କୁନ୍ଥେଇ କୁନ୍ଥେଇ ହସୁଛି। ହସିବାକୁ ତ ବାଧ୍ୟ, ତାହା ନହେଲେ କେହି କ'ଣ ଭାବିବେ। ସେଇଟା ହସ ନୁହେଁ, ବରଂ ନିଜକୁ ନିଜର ପରିହାସ। ତୁମେ ସେତିକି ବେଳୁ ସମୟ ନଷ୍ଟ କରି ସେଇ ରୁପେଲି ଚାନ୍ଦ ମୁହଁରେ ହସ ଚେନା ଦେଖିବାକୁ ଚାହିଁ ବସିଛ ନା? ସେ ଏବେ ଆଉ ତମ ପାଇଁ ହସିବନି। ଦେଖିପାରୁନ କି? ସିଏ ପରା ଚେନାଏ ବାଦଲର ବାହୁବେଷ୍ଟନୀରେ କେମିତି ଫୁଲେଇ ଗେଲେଇ ହେଉଛି ଦେଖ। ଲୁଚକାଳି ଖେଳୁଛି। ଅପରିଣାମଦର୍ଶୀ ଅଦୂରଦର୍ଶୀ ଚାନ୍ଦଟା ସେ ହୁଏତ ଏତିକି ବି ଜାଣିନି ବାଦଲଟା ତାକୁ ଏକା ଛାଡ଼ି ଦେଇ ଭାସିଯିବ। ପବନ ତାକୁ ଯୁଆଡ଼େ ନେବ। ନା ସେ ତମର ହେଲା ନା ବାଦଲର ହବ। ୟା ପରେ ବି କ'ଣ ତମେ ତାକୁ ଅପେକ୍ଷା କରିବ? ଯାହା ତୁମର ଇଚ୍ଛା।